ନମସ୍କାର। ଆଜି ଆମେ ଶୁଣିବା ଚତୁର କୂଅର କାହାଣୀ। ବୈଶାଖ ମାସ, ଖରାଦିନ, ନଈ ପୋଖରୀ ଶୁଖି ଯାଇଥାଏ। କାଉଟିଏ ଆକାଶରେ ଉଡ଼ି ଉଡ଼ି ଯାଉଥିଲା। ତାକୁ ଭାରି ଶୋଷ ହେଲା। ସେ ଚାରିଆଡ଼େ ପାଣି ଖୋଜିଲା, ହେଲେ କୁଆଡ଼େ କିଛି ପାଇଲା ନାହିଁ। ଶେଷରେ ସେ ଦେଖିଲା ଗୋଟିଏ କୂଅ ପାଖରେ ମାଠିଆଟିଏ ଥୁଆ ହୋଇଛି। ସେ ଖୁବ୍ ଖୁସି ହୋଇ ମାଠିଆ ପାଖରେ ପହଞ୍ଚିଲା। ସେ ଦେଖିଲା ମାଠିଆରେ କିଛି ପାଣି ଅଛି। ମାଠିଆ ଭିତରକୁ ଥଣ୍ଟ ବଢ଼ାଇଲା, କିନ୍ତୁ ମାଠିଆରେ ବହୁତ କମ୍ ପାଣି ଥିବାରୁ ତାର ଥଣ୍ଟ ପାଇଲା ନାହିଁ। ସେ ଗୋଟିଏ ଉପାୟ ପାଞ୍ଚିଲା। କୂଅ ପାଖରେ କିଛି ଗୋଡ଼ି ପଡ଼ିଥିଲା। ଗୋଟିଏ ଗୋଟିଏ ଗୋଡ଼ି ଥଣ୍ଟରେ ଆଣି ସେ ମାଠିଆ ଭିତରକୁ ପକାଇଲା। ଫଳରେ ମାଠିଆରେ ଥିବା ପାଣି ଧୀରେ ଧୀରେ ଉପରକୁ ଉଠିଲା। କାଉଟି ମନ ଖୁସିରେ ପାଣି ପିଇ ଉଡ଼ିଗଲା। ଏଥିରୁ ଆମେ ଶିଖିଲେ, ବୁଦ୍ଧି ବଳରେ ସବୁ କାମ ସହଜରେ ଓ ସୁବିଧାରେ କରିହୁଏ। ଧନ୍ୟବାଦ।